শ্রী সত্যনারায়ণ মহাপ্রভু কল্যাণময়ী জগদেশ্বরী বিন্ধেশ্বরী ঝঙ্কড়বাসিনী মা শারদে বরদে শ্রদ্ধা গণপতি আদি পঞ্চদেবতাঙ্কর অভয় পদকঞ্জরে চিত্তমনକୁ ଅର୍ପଣ କଲା ପରେ ଦିଲୱାରେ ପୀର ଦରବାର ଉପରେ ମଙ୍ଗଳାଚରଣ ରୂପକ ଶ୍ଲୋକଟିଏ ପାଠ କରିଛି। ବହି ହେଲା ସଂସ୍କୃତ ଶ୍ରୀମଦ ଭାଗବତ, କବି ହେଲେ ପରାଶର ଆତ୍ମଜ ସତ୍ୟାବତୀ ନନ୍ଦନ ଭଗବାନ କୃଷ୍ଣ ଦୈପ୍ୟାୟନ ବ୍ୟାସ। କଣ କହିଲେ? କହିଲେ ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନ୍ୱନ୍ତି ଦିବୈସ୍ତବେ ଯଂ ବୋଲନ୍ତେ ଯାହାକୁ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ଇତ୍ୟାଦି ଦେବତା ମାନେ ରାତି ପାଇଲେ ସ୍ତୁନ୍ୱନ୍ତି ବୋଲେ ଭଜନ କରନ୍ତି, ଚିନ୍ତା କରନ୍ତି। ସେ ଦେବତା ଜଣକ କିଏ ରେ? କବି ହେଲେ ଯଦୁମଣି ମହାପାତ୍ର, ବହି ହେଲା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର। ଧାରିଟିଏ କଲମ କଲେ କହିଲେ ଇଏ ଅଙ୍ଘାରି ଅଙ୍ଘ୍ରିକି ଅମ୍ବୁଜ କରି অঘারি অঙ্ঘ্রিকি গোপী বরুণীবার বিরন্তি দর্পকারী চতুর পঞ্চ সহস্রান্তি ধ্যায় অঘারি অঘযুক্ত অরি, অঘ বলে পাপ, অঘ বলে অসুর, পাপর অসুর রাক্ষস ମାନଙ୍କର ଶତ୍ରୁ ଜଣେ, ଯେ ପାପର ଶତ୍ରୁ ଅସୁରଙ୍କ ଶତ୍ରୁ ସେ ହେଲେ ନାରାୟଣ। ତାଙ୍କର ଅଙ୍ଘ୍ରି ବୋଲେ ପାଦ, ଅମ୍ବୁଜ ପଦ୍ମ ଭଳି ଚିନ୍ତା କରି ଯାହାର ପାଦ ପଦ୍ମ ସବୁ ଦେବତା ମାନେ ଭଜନ୍ତି। ନା ସେ କେମିତି ଭଜନ୍ତି? ବିରଞ୍ଚି ଦର୍ପକାରୀ ସର୍ପହୀନ। ବିରଞ୍ଚି ବୋଲେ ବ୍ରହ୍ମା, ବ୍ରହ୍ମାର ଦର୍ପ ବୋଲେ ଗର୍ଭକୁ ଗଞ୍ଜନ କରି ଜାବୁଡାଟେ ମାରି ଛିଣ୍ଡେଇଲେ ଶିବ। ସର୍ପହୀନ ସର୍ପ ମାନଙ୍କର ରାଜା ନାଗରାଜ ଅନନ୍ତ, ଯାହାକୁ ରାତି ପାଇଲେ ବ୍ରହ୍ମା ଚାରିଟା ମୁଣ୍ଡରେ 8ଟା ଆଖିରେ, ଯାହାକୁ ରାତି ପାଇଲେ ଶିବ 5ଟା ମୁଣ୍ଡରେ 15ଟା ଆଖିରେ, ଯାହାକୁ ରାତି ପାଇଲେ ଋଷିରାଜ ଅନନ୍ତ
বা নাগরাজ অনন্ত বা দেবরাজ অনন্ত কইলে ବି ভুল হব না। ଅନନ୍ତ ନାଗ ହଜାରେ ଫଣାରେ 2000 ଆଖିରେ ଯାହାକୁ ଭଜନ୍ତି ଯା ପାଦ ତଳେ ସଦାବେଳେ ମୋ ମା ଲକ୍ଷ୍ମୀ ବିନମ୍ରୀ। ମୁଁ କହୁନି ଯଦୁମଣି ମହାପାତ୍ର ଆଉ ଧାରିଏ କହିଲେ ଓଲା ମଧୁପର ପଦ ଅନନ୍ତ ସେ ଯେ ମଧୁପର ପଦ ପଦ୍ମାକରର ମୁଣ୍ଡ ଲତା ସର୍ବେ ସମତରେ ଜାଣି ଏହି ମୂଳ ତାର କବଳେ ବରଜିତାନ୍ତି କୂଳ ଯେ ଧ୍ୱଜ ଚାପେ ଶୋଭା ବ୍ରହ୍ମାଣ୍ଡର ମାଲିକ ତା ବିନା ଜଗତ ଚଳିପାରିବନି। ଆମେ ଗୋଟିଏ ପାଦ ଉଠିକି ଗୋଟିଏ ପାଦ ପକଉଛୁ। ଆଜ୍ଞା ଆମେ ଆମ ଇଚ୍ଛାରେ ପକଉଛେ ପାରିବା? ଗୋଟେ ପାରାଲିସିସ୍ ପେସେଣ୍ଟ ସେ ନିଜ ଇଚ୍ଛାରେ ପାଦ ପକେଇ ପାରିବ? ପାରିବନି। ଆମ ପାଦକୁ ଉଠଉଛି ଜଣେ ପକଉଛି। ଏ ସୃଷ୍ଟି କି ଯେ ତିଆରି କରିଛି ତମେ ଜମି ବିକି କୋଟିପତି ହେଇଯାଅ, 5 ମହଲା ଘର ହେଇଥିବ କିନ୍ତୁ ଘରେ ଖାଇବାକୁ ମିଳୁନଥିବ, ଚାଉଳ ଇତ୍ୟାଦି ସବୁ ଗଦା ହେଇଥିବ, ପନିପରିବା ପଚି ଯାଉଥିବ, ଖାଇବାକୁ ପାଇବନି। କାହିଁକି ନା ତାର ନିର୍ଦ୍ଦେଶ ନାହିଁ। ତାର ନିର୍ଦ୍ଦେଶରେ ଜଣେ କୋଟିପତି ହବ, ତାର ନିର୍ଦ୍ଦେଶରେ ଜଣେ ଦରିଦ୍ର ହବ, ତାର ନିର୍ଦ୍ଦେଶରେ ମାନଗୋବିନ୍ଦ ଦୁର୍ଯ୍ୟୋଧନ ଚାଲିଗଲେ ତା ପାଦ ତଳୁ ସୁନା ପଦ୍ମ ଫୁଟିବ। ପୁଣି ତାରି ନିର୍ଦ୍ଦେଶରେ ସୁଦାମା ଭଳିଆ ବ୍ରାହ୍ମଣ କ୍ଲାସମେଟ ସାଙ୍ଗ ହେଇବି ଖାଇବାକୁ ପାଇଲାନି, ଭିକ ମାଗିଲା। ଏ ଜଗତର ମୂଳ ହଉଛି ସେଇ ତା ଇଚ୍ଛାରେ ସବୁ ପରିଚାଳିତ। ଯାହାକୁ କବି କହିଲେ ଧନ୍ୟ ହେ ବିଧାତା ତୁମ୍ଭ ସୃଷ୍ଟି କୌଶଳ রসরে ভরিল কেতে মিঠার
ଯାହାକୁ ଚାହିଁଛି ସେ ପ୍ରସିଦ୍ଧ ହେଇଛି, ଆଉ ଯାହାକୁ ନ ଚାହିଁଛି ସେ ଜଗତରେ ପଡି ରହିଛି। କିନ୍ତୁ ଯେମିତି इंडिया क्रिकेट टीम रे विराट कोहली की चैलेंज दूची पाकिस्तान रो बाबर आजम, ये जी बाडुची से बाडुची आंको दी जन भितर चैलेंज। विराट कोहली ना कौटे, बाबर आजम ना कौटे, ये भक्त भगवान संपर्क। बेड़े बेड़े भक्त भगवान सांगे संग्राम करे, बेड़े बेड़े भक्त भगवान सहित युद्ध करे। यथा आ गोटे उदाहरण दूची, ओडिशार मुख्यमंत्री हेले नवीन पट्टनायक। किंतु पछपटे ठिया कि विरोध करुच्ची गोटे से गंजामर प्रदीप पाणिग्राही, जहाँ नवीना ठिया कि दी तीन थर लेके जीते एबे चली संघर्ष। तारी पाई ओडिशा रे बीजेपी बीजेडी मेंट होता पुणी आउ थरे भांगी गला। ताहाले ए जगत रे भक्त भगवान भृत्य और भगवान भितरे झगड़ा शेषरे भगवान हार मानिकी मुंडिया मारी। भगवान हार मानिकी मुंडिया मारछंती, तार किसी प्रमाण अछि? आगण मु घरे मु गोपा लिखी जे मु आसिकी गाउथे शुणु। से भक्तटा किए, से भगवानटा किए? कला जले प्रतिशोध चिता विषादे गंधारी माता
ପାଣ୍ଡବ କୌରବଙ୍କର ଯୁଦ୍ଧ ଆହା 18 ବୋଲି 18 ଦିନ ପାଇଗଲାଣି। ଆଉ କୌରବ ପକ୍ଷରୁ କେହି ନାହାନ୍ତି। ସବୁ ଶେଷ। ୟେସ୍ ସବୁ ଶେଷ। ଜଣିଏ ବାକି ରହିଛି, ଜଣିଏ ବଞ୍ଚିଛି। ସେ ହେଉଛି ମାନ ଗୋବିନ୍ଦ ଦୁର୍ଯ୍ୟୋଧନ। ମାନ ଗୋବିନ୍ଦ ଦୁର୍ଯ୍ୟୋଧନ। ବ୍ୟାସ ସରୋବର ଭିତରେ ଲୁଚିକି ରହିଛି। ଲୁଚିଛି ମାନ ଗୋବିନ୍ଦ ଦୁର୍ଯ୍ୟୋଧନ। ଲୁଚିଛି। ତାର ଆଉ ଗତି ନାହିଁ। ନା ସେ ଜାଣିଲା ଆଉ ମୋ ଭୋଟ ନାହିଁ। ଆଉ ଭୋଟ ନାହିଁ। ଏଇଥରକ ହାରିବି। ଏଇଥରକ ହାରିବି। ହଁ ମା ଲକ୍ଷ୍ମୀଙ୍କ ଅଙ୍କ ପଲଙ୍କ କୋଳରେ ମୁଣ୍ଡଟାକୁ ଦେଇକି ଶୋଇଛି। ଶୋଇଛି। ଏପଟେ ଭଗବାନ କୃଷ୍ଣଙ୍କର ଆଦେଶରେ ଦ୍ୱିତୀୟ ପାଣ୍ଡବ ଭୂପଦର ଯାଇକି ପହଞ୍ଚିଲା ବ୍ୟାସ ସରୋବର କୂଳରେ। କାହିଁକି ନା ଭୀମ ଅନ୍ତର ଆତ୍ମାରେ ଭଗବାନ କୃଷ୍ଣକୁ ଡାକୁଛି,